Hello everyone, this is Saurabh Naik. I welcome you to my YouTube channel Inspire Saurabh. ତ ଆଜିର ଭିଡିଓଟି ହେଉଛି କୃଷକ ଓଡ଼ିଶା ବିଷୟରେ। ଏହି ଭିଡିଓରେ ଆମେ ଦେଖିବା କିପରି ଭାବରେ ଆମେ କୃଷକ ଓଡ଼ିଶାରେ ନୂଆ ଆପ୍ଲାଏ କରିପାରିବା। ଏହାକୁ ଆପ୍ଲାଏ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜରରେ ସର୍ଚ୍ଚ କରିବାକୁ ପଡିବ କୃଷକ ଓଡ଼ିଶା। ଏହାପରେ ଆପଣଙ୍କୁ ଏଣ୍ଟର ମାରିବାକୁ ପଡିବ। ବର୍ତ୍ତମାନ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ତ ପ୍ରଥମେ ୱେବସାଇଟ୍ ଅଛି, ତାପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ। ଯେତେବେଳେ ଆପଣ ଏହା ଉପରେ କ୍ଲିକ୍ କରିବେ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ଆପଣ ଏଠାରେ ଆପଣଙ୍କର ଆଧାର ନମ୍ବର ଦେଲା ପରେ ଆପଣଙ୍କୁ ଏଠାରେ ଲଗଇନ୍ ଉପରେ କ୍ଲିକ୍ କରିବାକୁ ପଡିବ। ବର୍ତ୍ତମାନ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ଆପଣମାନେ ଯୋଉ ଅପଡେଟ୍ ମୋବାଇଲ ନମ୍ବର ଅଛି ତାହା ଉପରେ କ୍ଲିକ୍ କରିବେ। ଆଧାର ନମ୍ବରଟି ଦେଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କ ନାମ ଦେବାକୁ ପଡିବ। ଫାର୍ମର ନେମ୍ ଦେଲା ପରେ ମୋବାଇଲ ନମ୍ବରଟି ଦେଲା ପରେ ଆପଣଙ୍କୁ ଏଠି ଯୋଉ ଭେରିଫାଇ ଅପସନ୍ ଲେଖା ହେଇଛି ତା ଉପରେ କ୍ଲିକ୍ କରିବାକୁ ପଡିବ। ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବର ଗୋଟେ ଓଟିପି ଯିବ, ଯୋଉଟା କି ଆପଣମାନେ ଏଠାରେ ଦେବେ। ତ ଓଟିପି ଟି ଦେଲା ପରେ ଆପଣଙ୍କୁ ଏଠି ଯୋଉ ଭ୍ୟାଲିଡେଟ୍ ଅପସନ୍ ଲେଖା ହେଇଛି ତା ଉପରେ କ୍ଲିକ୍ କରିବାକୁ ପଡିବ। ତାପରେ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ଆପଣ ଏଠାରେ ଅପଡେଟ୍ ପ୍ରୋଫାଇଲ ଉପରେ କ୍ଲିକ୍ କରିବେ। ଫିଲ୍ଅପ୍ କରିବାକୁ ପଡିବ, ଯୋଉଟା କି ଆପଣଙ୍କ ଆପ୍ଲିକାଣ୍ଟ ନେମ୍ ଆଉ ଆପଣଙ୍କ ଆଧାର ନମ୍ବର, ଆପଣଙ୍କ ଡେଟ୍ ଅଫ୍ ବାର୍ଥ ଏହା ଆପଣଙ୍କ ଆଧାର ଅନୁସାରେ ଫେଚ୍ ହୋଇଯାଇଛି। ଏଠାରେ ଫାଦର୍ସ ନେମ୍ ଦେଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କ ଭେରିଫାଇ ଅପସନ୍ ଲେଖା ହେଇଛି, ତାପରେ ଆପଣଙ୍କୁ ମେରିଟାଲ ଷ୍ଟାଟସରେ ଆପଣଙ୍କୁ ମ୍ୟାରେଡ୍ ଲେଖିବାକୁ ପଡିବ। ଏହାପରେ ଆପଣମାନେ ଏଠାରେ ସୋସିଆଲ କ୍ୟାଟେଗୋରୀରେ ଯାହା ବି ଆପଣ ତାହା ଚୁଜ୍ କରିବେ। ଯଦି ଆପଣ ଜେନେରାଲ ତାହା ଜେନେରାଲ ଚୁଜ୍ କରିବେ, ଯଦି ଆପଣ ଓବିସି ତାହେଲେ ଓବିସି ଚୁଜ୍ କରିବେ। ଏହା ଚୁଜ୍ କଲା ପରେ ଆପଣଙ୍କୁ ଏଠାରେ କାଷ୍ଟ ସାର୍ଟିଫିକେଟ ନମ୍ବର ମାଗିବ, ଯୋଉଟା କି ଯଦି ନାହିଁ ତାହେଲେ କିଛି ଅସୁବିଧା ନାହିଁ, ଏଟା ଅପସନାଲ ଅଛି। ଏହାପରେ ଆପଣଙ୍କୁ ଆଡ୍ରେସ ଦେବାକୁ ପଡିବ, ଯୋଉଟା କି ଆପଣଙ୍କ ଡିଷ୍ଟ୍ରିକ୍ଟ ଅନୁସାରେ ଆପଣ ଦେବେ। ତ ଆଡ୍ରେସଟି ଫିଲ୍ଅପ୍ କଲା ପରେ ବର୍ତ୍ତମାନ ଆପଣଙ୍କୁ ଯୋଉ ସେଭ୍ ଆଣ୍ଡ କଣ୍ଟିନ୍ୟୁ ଅପସନ୍ ଲେଖା ହେଇଛି ତାପରେ କ୍ଲିକ୍ କରିବାକୁ ପଡିବ। ତାପରେ ଆପଣମାନଙ୍କୁ ଲେଖିବ ଆର୍ ୟୁ ସିଓର ୱାଣ୍ଟ ଟୁ ପ୍ରୋସିଡ୍। ଆପଣମାନେ ଏଠାରେ ଯୋଉ ୟେସ୍ ଅପସନ୍ ଲେଖା ହେଇଛି ତାପରେ କ୍ଲିକ୍ କରିବେ। ବର୍ତ୍ତମାନ ଆପଣଙ୍କ ରେକର୍ଡ ସେଭ୍ ହୋଇଯାଇଛି। ବର୍ତ୍ତମାନ ଆପଣମାନେ ନେକ୍ସଟ ପେଜକୁ ଯିବେ। ଲେଖିବାକୁ ପଡିବ, ଯୋଉଟା କି ପ୍ରଥମେ ଆପଣଙ୍କୁ ଆପଣଙ୍କ ଆଇଏଫସି କୋଡ୍ ଲେଖିବାକୁ ପଡିବ। ଆଇଏଫସି କୋଡ୍ ଲେଖିଲା ପରେ ଆପଣଙ୍କ ବ୍ରାଞ୍ଚ ନେମ୍, ଆପଣଙ୍କ ବ୍ୟାଙ୍କ ନେମ୍ ଆସିଯିବ। ଏଠାରେ ଆପଣମାନଙ୍କୁ ଆପଣ ନେଚର ଅଫ ଆକାଉଣ୍ଟ ଚୁଜ୍ କରିବେ। ଏଠାରେ ଆପଣମାନେ ଯଦି ସେଭିଂ ଆକାଉଣ୍ଟ ସେଭିଂ ଆକାଉଣ୍ଟ ଚୁଜ୍ କରିବେ, ଯଦି କରେଣ୍ଟ ଆକାଉଣ୍ଟ କରେଣ୍ଟ ଆକାଉଣ୍ଟ ବି ଚୁଜ୍ କରିବେ। ନେଚର ଅଫ ଆକାଉଣ୍ଟ ଲେଖିଲା ପରେ ଏଠାରେ ଆପଣଙ୍କୁ ଆକାଉଣ୍ଟ ହୋଲ୍ଡର ରିଲେସନସିପ ୱିଥ୍ ଫାର୍ମର ସହିତ ଆସିବ। ଏଠାରେ ଆପଣମାନେ ସିଲେକ୍ଟ ଅପସନ୍ ଉପରେ କ୍ଲିକ୍ କରିବେ ଆଉ ଏଠାରେ ଆପଣମାନେ ଆପଣ ଯାହାର ବି ଆକାଉଣ୍ଟ ଦେଇଛନ୍ତି ତାହାକୁ ଚୁଜ୍ କରିବେ। ଯଦି ଆପଣମାନେ ନିଜର ଆକାଉଣ୍ଟ ଦେଇଛନ୍ତି ତାହେଲେ ଆପଣମାନେ ସେଲ୍ଫ ଅପସନ୍ ଉପରେ କ୍ଲିକ୍ କରିପାରିବେ। ତ ବର୍ତ୍ତମାନ ଆପଣଙ୍କୁ ଏଠାରେ ଯୋଉ ସେଭ୍ ଆଣ୍ଡ କଣ୍ଟିନ୍ୟୁ ଅପସନ୍ ଲେଖା ହେଇଛି ତାପରେ କ୍ଲିକ୍ କରିବାକୁ ପଡିବ। ଆପଣଙ୍କ ପାଖରେ ଏଇଭଳିଆ ଅପସନ୍ ଆସିବ। ଆପଣମାନେ ଏଠାରେ ୟେସ୍ ଉପରେ କ୍ଲିକ୍ କରିବେ। ଏହାପରେ ଆପଣଙ୍କ ରେକର୍ଡ ସେଭ୍ ସକ୍ସେସଫୁଲ ଲେଖିବ। ଆପଣମାନେ ଏଠାରେ ଓକେ କରିବେ ପଡିବ। ଆପଣମାନେ ଫାର୍ମର ଅକୁପେସନରେ କ୍ରପ୍ କଲ୍ଟିଭେଟର ଦିଅନ୍ତୁ। ଏହାପରେ ଏଠାରେ ଯୋଉ ଟାଇପ ଅଫ କ୍ରପ୍ ଏହା ଉପରେ କ୍ଲିକ୍ କରନ୍ତୁ। ଏଠାରେ ଲ୍ୟାଣ୍ଡ ହୋଲ୍ଡର ଦିଅନ୍ତୁ। ଯଦି ଆପଣମାନେ କାହାର ଜମି ଆଣି ଚାଷ କରୁଛନ୍ତି ତାହେଲେ ଆପଣମାନେ ଏଠାରେ ଟେନେଣ୍ଟ ଦେଇପାରିବେ କିମ୍ବା ସେୟାର କ୍ରପର ବି ଦେଇପାରିବେ। ତ ବର୍ତ୍ତମାନ ଆପଣଙ୍କୁ ଏଠାରେ ଆକ୍ଟିଭିଟି ଲେଖିବ। ଆପଣ ଏଠାରେ କ୍ରପ୍ ପ୍ରଡକ୍ସନ ଦେଇପାରିବେ, ଆନିମାଲ ପ୍ରଡକ୍ସନ ବି ଦେଇପାରିବେ, ଫିସିଂ ବି ଦେଇପାରିବେ। ଯଦି ଆପଣମାନେ ମାଛ ଚାଷ କରୁଛନ୍ତି ତାହେଲେ ଆପଣମାନେ ଏଠାରେ ଫିସିଂ ଦେଇପାରିବେ। ଯଦି ଆପଣମାନେ ପଶୁପାଳନ କରୁଛନ୍ତି ତାହେଲେ ଆପଣମାନେ ଏଠି ଆନିମାଲ ପ୍ରଡକ୍ସନ ବି ଲେଖିପାରିବେ। ଯଦି ଆପଣମାନେ ଧାନ ଚାଷ କରୁଛନ୍ତି କିମ୍ବା ଆଉ କିଛି ଚାଷ କରୁଛନ୍ତି ତାହେଲେ ଆପଣମାନେ ଏଠାରେ କ୍ରପ୍ ପ୍ରଡକ୍ସନ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଏଠାରେ କିଛି କ୍ଲିକ୍ କରନ୍ତୁ ନାହିଁ, କାରଣ ଏଠାରେ ଅପସନାଲ ଅଛି। ଏହାପରେ ଏଠାରେ ଯୋଉ ସେଭ୍ ଆଣ୍ଡ କଣ୍ଟିନ୍ୟୁ ଅପସନ୍ ଲେଖା ହେଇଛି ତାପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କୁ ଏଠାରେ ୟେସ୍ ମାରିବାକୁ ପଡିବ। ବର୍ତ୍ତମାନ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ଆପଣମାନେ ଏଠାରେ ଓକେ କରନ୍ତୁ। ଏହାପରେ ଏଠାରେ ଆପଣଙ୍କ ଡିଷ୍ଟ୍ରିକ୍ଟ ଦିଅନ୍ତୁ। ଡିଷ୍ଟ୍ରିକ୍ଟ ପରେ ଆପଣଙ୍କ ତହସିଲ ଦିଅନ୍ତୁ। ଏଠାରେ ବର୍ତ୍ତମାନ ଆପଣଙ୍କୁ ଏଠାରେ ଆପଣଙ୍କ ଆର୍ଆଇ ଚୁଜ୍ କରିବାକୁ ପଡିବ। ଆର୍ଆଇ ପରେ ଏଠାରେ ଆପଣଙ୍କୁ ଭିଲେଜ ଚୁଜ୍ କରିବାକୁ ପଡିବ। ଭିଲେଜ ଦେଲା ପରେ ଏଠାରେ ଆପଣ ଦେବାକୁ ପଡିବ ଯୋଉଟା କି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ପିଏମ୍ କିଷାନ ବା ସିଏମ୍ କିଷାନରେ ଦେବା ପାଇଁ। ପ୍ଲଟ ନମ୍ବରଟି ଦେଲା ପରେ ଏଠାରେ ଯୋଉ ଭେରିଫାଇ ଅପସନ୍ ଲେଖା ହେଇଛି ତାପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ। ବର୍ତ୍ତମାନ ଆପଣଙ୍କ ପାଖରେ ଆସିଲେ ୟୋର ଲ୍ୟାଣ୍ଡ ହେଜ୍ ସକ୍ସେସଫୁଲି ଭେରିଫାଏ। ତ ବର୍ତ୍ତମାନ ଆପଣ ପ୍ଲଟ ଓନର ନେମ୍ ଉପରେ କ୍ଲିକ୍ କରିବେ। ଜମିଟି ଯାହା ନାମରେ ଅଛି ତାହା ଉପରେ ଆପଣ କ୍ଲିକ୍ କରିବେ। ଫାର୍ମର ରିଲେସନ ୱିଥ୍ ପ୍ଲଟ ଓନରରେ ଆପଣଙ୍କୁ ଫିଲ୍ଅପ୍ କରିବାକୁ ପଡିବ କି ଆପଣମାନେ ଯାହାର ଜମି ଦଉଛନ୍ତି ସେ ଆପଣଙ୍କର କଣ ହେବେ। ଯେପରିକି ଯଦି ଆପଣଙ୍କର ସ୍ୱାମୀଙ୍କର ବାପା ହେବେ ସେମାନେ, ତାହେଲେ ଆପଣମାନେ ଏଠାରେ ଇନ୍ ଲ ଉପରେ କ୍ଲିକ୍ କରିବେ। ଯଦି ଆପଣଙ୍କ ସ୍ୱାମୀ ହେବେ ତାହେଲେ ଆପଣମାନେ ଏଠାରେ ହଜବେଣ୍ଡ ଉପରେ କ୍ଲିକ୍ କରିବେ କିମ୍ବା ସ୍ପାଉଜ ଉପରେ କ୍ଲିକ୍ କରିପାରିବେ। ବର୍ତ୍ତମାନ ଆପଣଙ୍କ ପାଖରେ ଏକରେ ଆସିଯିବ। ଏହାକୁ ଆପଣମାନେ କପି କରିବେ ଆଉ ଏଠାରେ ଫାର୍ମର ଏରିଆ ଅଣ୍ଡର କଲ୍ଟିଭେସନ ବି ସେଇଟା ଦେବେ। ଏହାପରେ ଆପଣ ଡେଟ୍ ଅଫ୍ ମଲ୍ଟିଟେସନରେ ଆପଣମାନେ କିଛି ବି ଡେଟ୍ ଲେଖିପାରିବେ। ଆପଣ 2016 ପୂର୍ବରୁ କିଛି ବି ଡେଟ୍ ଲେଖିଦିଅନ୍ତୁ। ଏହାପରେ ଲ୍ୟାଣ୍ଡ ଟାଇପରେ ଆପଣମାନେ କିଛି ବି ଲେଖିପାରିବେ, ଯେପରିକି ମିଡିୟମ ଲ୍ୟାଣ୍ଡ ୟା ହାଇ ଲ୍ୟାଣ୍ଡ ୟା ଲୋ ଲ୍ୟାଣ୍ଡ ଆପଣ ଲେଖିପାରିବେ। ବର୍ତ୍ତମାନ ଲ୍ୟାଣ୍ଡ ଲୋକେସନରେ ଆପଣମାନେ ଦେଖନ୍ତୁ କି ଆପଣଙ୍କ ଜମିଟା କୋଉଠି ଅଛି। ଆପଣଙ୍କର ଜମି ଆପଣଙ୍କ ଗାଁରେ ଅଛି କିମ୍ବା ଆପଣଙ୍କ ସହରରେ ଅଛି। ଏଠାରେ ଯାହା ବି ସେଟା ଲେଖିଦିଅନ୍ତୁ। ବର୍ତ୍ତମାନ ଆପଣଙ୍କୁ ଆପଣଙ୍କ କ୍ରପ୍ ଡିଟେଲ୍ସକୁ ଫିଲ୍ଅପ୍ କରିବାକୁ ପଡିବ। ଆପଣମାନେ ଖରିଫ ଋତୁରେ କଣ ଚାଷ କରୁଛନ୍ତି ତାହା ଏଠାରେ ଆପଣ ଦେବାକୁ ପଡିବ। ଯେପରିକି ଏଠାରେ ଆପଣ ଦିଅନ୍ତୁ ପେଡି। ଏହା ବର୍ତ୍ତମାନ ଆପଣଙ୍କୁ ରବି କ୍ରପକୁ ଫିଲ୍ଅପ୍ କରିବାକୁ ପଡିବ। ଯଦି ଆପଣ ରବି କ୍ରପ କିଛି ଚାଷ କରୁଛନ୍ତି ତାହେଲେ ଏଠାରେ ସିଲେକ୍ଟ କରି କିଛି ବି ଦେଇଦିଅନ୍ତୁ। ଯଦି ଆପଣମାନେ ଚାଷ କରୁନାହାନ୍ତି ତାହେଲେ ଆପଣମାନେ ଏଠାରେ ଅଦର ବି କ୍ଲିକ୍ କରିପାରିବେ। ବର୍ତ୍ତମାନ ଆପଣ ସମର କ୍ରପ ଉପରେ ବି ଅଦର ବି କ୍ଲିକ୍ କରିପାରିବେ।
तो बर्तमान आपको लिखिबो इरिगेशन डिटेल्स आपण मानको जमी जलसेचित नुहे तो आपण माने यहाँ पर क्लिक करंतु और यहाँ पर यस मारंतु। बर्तमान आपको टाइप्स ऑफ इरिगेशन दबाको पड़िबो कि आपन जमी जो पानी जाउछ ता किभଳି भाबे जाउ सेभଳି कि एटा आपण माने केनाल चूज करिवे। बर्तमान जदि आपन जमीर अधिक प्लॉट अछि आपण माने एटा ऐड मोर प्लॉट ऊपर क्लिक करिकि आपन जमीर सब प्लॉट को देई परिबे। जदि आपण मानको जमीर प्लॉट अछि किंतु आपण चाहू नांती कि एटा दबा पई आपण माने गुटे प्लॉट दियंतु और तापर नेक्स्ट करू। आपको एठारे सिलेक्ट ऊपर क्लिक करिया पड़िबो और यहाँ पर एठारे आपण किसी भी ऑप्शन दे परिबे। जदि आपण माने मिक्स क्रॉप करूचंती ताहाले मो मतरे आपण माने एठारे मिक्स क्रॉप दियंतु। जदि आपण माने मिक्स क्रॉप करू नांती ताहाले आपण एटा नॉन लिखा छै तापर क्लिक करिकि नॉन भी देई परिबे। प्रैक्टिस देला परे वर्तमान आपनको लिखिबो एठारे फार्मर इक्विपमेंट आपण माने जो चाष करूचंती चाष पई को यंत्र व्यवहार करूचंती ताहाटा आपण लिखिया पड़िबो। एठारे ट्रैक्टर ऊपर चूज करंतु और याको सबमिट करंतु। ट्रैक्टर कला परे एठारे आपण जो सेव एंड कंटिन्यू लिखा छै तापर क्लिक करिया पड़िबो। वर्तमान आपको सेव एंड कंटिन्यू ऊपर क्लिक करिया पड़िबो। तापर आपण एभळे आसे आपण एठारे यस मारंतु। वर्तमान आपको गोटे कास्ट सर्टिफिकेट मागिबो जदि आपण मानक कास्ट सर्टिफिकेट अछि जदि नाही ताले एटा ऑप्शनल अछि आपण मानक चेक करके एटाको सबमिट करू। तो वर्तमान आपनकर जो कृषक ओडिशा पोर्टल रे रजिस्टर होई जायछि आपण माने वर्तमान सीएम किसान किबा पीएम किसान में अप्लाई करि परिबे। तो गवर्नमेंट द्वारा जो भी सुविधा मिलिबो आपण माने तार लाभ उठेइ परिबे। थैंक्स फॉर वाचिंग दिस वीडियो। थैंक्स।